ପିଲାମାନଙ୍କୁ ଯଦି ଥରେ ଏମିତି ପିଠା ବନେଇକି ଦେବେ ନା ପିଲାମାନେ କହିବେ ସବୁବେଳେ ବନେଇବାକୁ। ନମସ୍କାର, କୁକୁଇଥି ମୁଚାନ୍ ଚ୍ୟାନେଲକୁ ବହୁତ ବହୁତ ସ୍ୱାଗତ। ପ୍ରଥମେ ଆମେ ଚାଉଳ ବିରିକୁ ମାପିକି ନେଇଯିବା। ମୁଁ ଏଠି 2 କଟୋରୀ ନେଇଛି ଚାଉଳ। ଯେକୌଣସି ମାପରେ ନେବେ ସେଇ କଟୋରୀରେ ପୁଣି ଆମେ ନେବା ବିରି। ବିରି ନେଇଛି 1 କଟୋରୀ ଆଉ ହାଫ୍ କଟୋରୀର ଅଧା, ମାନେ 2 ମୁଠା ପର୍ଯ୍ୟନ୍ତ। ତ ଆକୁ ଆମେ 4-5 ଘଣ୍ଟା ପାଣିରେ ବତୁରେଇ ଦେବା। ଭଲସେ ବତୁରି ଯିବ। ବିରି ଗୁଡ଼ାକ ଚାଉଳ ଗୁଡ଼ାକ ଟିକେ ଧୋଇକି ପାଣି ପକାଇବେ। ଧୋଇଲେ କ'ଣ ହେବ ନା ପାଉଡ଼ର ଯେଉଁ ଦିଆହେଇଛି ବିରିରେ ସେ ସବୁ ଧୋଇ ହେଇଯିବ। ଆଉ ଭଲ ପାଣି ପୁରେଇଲେ ଆମ ପିଠା ଖାଇବାକୁ ହେଲ୍ଦି ରହିବ। ତ 4 ଘଣ୍ଟା ପର୍ଯ୍ୟନ୍ତ ମୁଁ ଏଠି ବତୁରି ଦେଇଛି। ଭଲ ଭାବରେ ବତୁରି ଗଲା ଯେମିତି ଆମେ ତାକୁ ଚକଟି ଚାକଟିକି ଭଲକି ଧୋଇ ନେବା। ଆଉ ବିରି ଚାଉଳକୁ ଧୋଇକି ତାକୁ ଗଡ଼େଇବେ ନିଶ୍ଚୟ, ନହେଲେ ଗୋଡ଼ି ବାହାରିବ। ତ ଏଠି ଦେଖନ୍ତୁ ମୁଁ ଭଲ ଭାବରେ ତାକୁ ଧୋଇକି ଗଡ଼େଇକି ନେଇ ଆସିଛି। ଏବେ ୟାକୁ ବାଟିବା। ତ ବାଟିଲା ବେଳେ ଧ୍ୟାନ ଦେବେ, ଆଗ ବିରିକୁ ବାଟିବେ, ଖାଲି ବିରି ବାଟିବେ, ତାପରେ ଚାଉଳ ଅଲଗା ବଟା ହେବ। ଏଇ ପିଠା ପିଲାମାନେ ହେଉ ବଡ଼ମାନେ ହେଉ ପିଲାମାନଙ୍କ ପାଇଁ ତ ହେଲ୍ଦି ରହିବ। ଆଉ ଆଦେହରେ କିଛି ନଗେଇ ଦରକାର ନାହିଁ, ମାନେ ତରକାରୀ ହେଉ ଯେକୌଣସି ହେଉ କିଛି ନଗେଇ ଦରକାର ନାହିଁ। ଯଦି ଟମାଟୋ ସସ୍ ଥିବ ତାହେଲେ ପକେଇକି ଖାଇବେ, ଆଉ ବହୁତ ବଢ଼ିଆ ପିଲାମାନେ ଖୁସିରେ ଖାଇଦେବେ। ତ ଦେଖନ୍ତୁ ଏଠି ମୁଁ ଚିକଣ କରିକି ଏମିତି ବାଟି ଆଣିଛି। ବିରିକୁ ଚିକଣ କରିକି ବାଟିଲେ ଭଲ ଫେଣେଇ ହେବ, ଭଲ ଫୁଲିବ। ତ ଏଠି ମୁଁ ବିରିକୁ ଭଲ ଭାବରେ ଚିକଣ କରିକି ବାଟିକି ତାକୁ ଯେଉଁଥିରେ ଗୋଳେଇବି ତା ଦେହରେ ଓଜାଡ଼ି ନେଉଛି। ତାପରେ ସେଇ ଗ୍ରାଇଣ୍ଡରରେ ଆମେ ଚାଉଳ ବାଟି ନେବା। ଚାଉଳକୁ ବି ଟିକେ ଚିକଣ କରିକି ବାଟିବା। ଯଦି ଆମେ ଚିକଣ କରିକି ବିରି ଚାଉଳକୁ ଭଲକରି ବାଟିବା ନା ଆଣ ବି ଫୁଲିବ, ଆଉ ପିଠା ବି ବହୁତ ବଢ଼ିଆ ଭାବରେ ପରଫେକ୍ଟ ତିଆରି ହେବ। ଅଳ୍ପ ଟିକେ ପାଣି ଦେଇକି ବାଟିବା। ବେଶୀ ପାଣି ଦେଲେ ଚାଉଳ ବିଲକୁଲ ବି ପାଲିସ ହେବନି ଶୀଘ୍ର। ତ ସେଥିପାଇଁ ଆମେ ଅଳ୍ପ ପାଣି ଦେଇକି ଚାଉଳରେ ବାଟିବା। ଏଠି ଦେଖନ୍ତୁ ଚାଉଳ ଭଲ ଭାବରେ ପାଲିସ ହେଇକି ଗ୍ରାଇଣ୍ଡିଙ୍ଗ ହେଇଯାଇଛି। ସବୁବେଳେ ତ ଚକୁଳି ବନେଇକି ଖାଉଥିବେ, ଯଦି ଏମିତି ଟିକେ ମଝିରେ ମଝିରେ କରିଦେବା ପିଲାମାନେ ଭଲ କି ଖୁସିରେ ଖାଇବେ, ବଡ଼ମାନେ ବି ଖୁସିରେ ଖାଇବେ। ଆଉ ଯଦି ଚାହିଁବେ ଆଦେହରେ ମଟର ତରକାରୀ କରିପାରିବେ, ଆଳୁ ତରକାରୀରେ ଖାଇପାରିବେ, ଟମାଟୋ ସସ୍ରେ ବି ମଡ଼େଇକି ଖାଇପାରିବେ। ଆଣକୁ 3 ମିନିଟ୍ କିମ୍ବା 4 ମିନିଟ୍ ପର୍ଯ୍ୟନ୍ତ ଏମିତି ମାନେ ଗୋଳେଇବା ଗୋଟେ ଡାଇରେକ୍ସନରେ। ବଢ଼ିଆ ସେମିତି କଲେ ବଢ଼ିଆ ଫୁଲିବ। ତ ଏତିକି ହିଁ ଦେଖନ୍ତୁ ପାଣିଆ ରଖିଛି। ତାପରେ ଆକୁ ଘୋଡ଼େଇ ନେବା। ମୁଁ ଏଠି ରାତିରେ ଗୋଳେଇଥିଲି, ସକାଳୁ ଆକୁ ବାହାର କରୁଛି। ଦେଖନ୍ତୁ ସକାଳେ ଯେତେବେଳେ ଆମେ ତାକୁ ଦେଖିବା, ଦେଖନ୍ତୁ କେମିତି ଆଣଟା ଫୁଲିଛି, ବଢ଼ିଆ ଭାବରେ ଫୁଲିଛି। ଆଉ ପୁରା ପାଣି ଯେତେ ପାଣିଆ ଥିଲା ଆଉ ଟିକେ କାଠୁଆ ହେଇଯାଇଛି। ଏଥିରେ ଆମେ ଆଉ ପାଣି ଟିକେ ନାକୁ ପାଣି ଦେଇକି ଭଲ ଭାବରେ ଗୋଳେଇ ନେବା। ଏଥିରେ ଲୁଣ ଦେବା। ଲୁଣ ସେତେବେଳେ ପକାଇ ନଥିଲି, କାରଣ ଲୁଣ ପକାଇଦେଲେ ଆଗରୁ ଆମ୍ବିଳା ହେବାର ସମ୍ଭାବନା ଥାଏ। ସେଥିପାଇଁ ମୁଁ ଏଇଠି ପଛରେ ଲୁଣ ପକାଇଲି। ଆଉ ଅଳ୍ପ ଟିକେ ପାଣି ଦେଇକି ଆଉ ଟିକେ ଭଲ ଭାବରେ ଫେଣ୍ଟି ନେବା। ଚ୍ୟାନେଲରେ ଯଦି ନୂଆ ଅଛନ୍ତି ପ୍ଲିଜ୍ ଦର୍ଶକ ବନ୍ଧୁ ସବସ୍କ୍ରାଇବ୍ କରିନିଅନ୍ତୁ। ତ ଏଇ ପିଠା ପାଇଁ ଆମେ ଗୋଟେ ବଢ଼ିଆ ମସଲାଟେ ବନେଇବା। ଏଠି ନେଲି କଳା ଲୁଣ 1 ଛୋଟ ଚାମଚ, ଆଉ ଟିକେ ଗୋଲମରିଚ ଗୁଣ୍ଡ 1 ଛୋଟ ଚାମଚ, ଆଉ ଏଠି ଭଜା ଜିରା ଗୁଣ୍ଡ ନେଇଛି 1 ଛୋଟ ଚାମଚ। ତ ଆକୁ ଆମେ କ'ଣ କରିବା, ଭଲ ଭାବରେ ମିଶାଇ ନେବା। ଏଇ ଗୁଣ୍ଡଟା ଆମେ ଯେତେବେଳେ ପିଠାରେ ପକାଇବା, ପିଠାର ପୁରା ଡବଲ ଟେଷ୍ଟ ଆସିବ। ତାପରେ ଆମେ କ'ଣ କରିବା, କିଛି ପନିରକୁ ଆଣିକି ଏମିତି ଗ୍ରେଟ୍ କରିଦେବା, ନହେଲେ ହାତରେ ଗୁଣ୍ଡ କରିପାରିବେ। ତ ତାପରେ ଆମେ ପ୍ୟାନ୍ ପାଖକୁ ଯିବା। ଦେଖନ୍ତୁ ଏଠି ତେଲ ଦେଇଦେଲି ତାୱାରେ, ଆଉ ପିଠା ଆଣକୁ ଏମିତି ପକାଇ ନେବା। ବେଶୀ ଖେଳେଇବାନି, ଏମିତି ଟିକେ ନାଗୁରୁ ପକାଇଦେବା, ସେ ସାଙ୍ଗେ ସାଙ୍ଗେ ଚାରିଆଡ଼େ ହେଇଯିବ। ତାପରେ କଟା ପିଆଜ, ଆଉ କଟା ବିଲାତି, ଆଉ ସେ ଯେଉଁ ପନିରକୁ ଗୁଣ୍ଡ କରିଥିଲି ତାକୁ ଦେବା। ଯଦି କଞ୍ଚା ଲଙ୍କା ଦେବାକୁ ଚାହୁଁଛନ୍ତି କଞ୍ଚା ଲଙ୍କା ଦେବେ, ନହେଲେ ପିଲାମାନେ ଖାଇଲେ କଞ୍ଚା ଲଙ୍କା ଦେବେନି। ତ ଏଠି ଦେଖନ୍ତୁ ବିଲାତି, ପିଆଜ ଆଉ ସେ ପନିରକୁ ଏମିତି ଚାରିଆଡ଼େ ଦେଇଦେବା। ବହୁତ ବଢ଼ିଆ ଟେଷ୍ଟ ଲାଗିବ। ଆଉ ସେ ଯେଉଁ ଗୁଣ୍ଡ ଆମେ ତିଆରି କରିଥିଲେ ନା ତାକୁ ବି ଆଉ ଉପରେ ଦେଇଦେବା। ତାପରେ ଆମେ ଏଠି ଭେସୁଙ୍ଗା ପତ୍ର ଦେଇଦେବା। ଆଉ ଏଥିରେ ଆପଣ ଦେଇପାରିବେ କ୍ୟାପ୍ସିକମ୍, ଗାଜର, ଏମିତି ଅଳ୍ପ ଟିକେ ଟିକେ ଗ୍ରେଟ୍ କରିକି ଦେଇପାରିବେ। ତ ଏଠି ଦେଖନ୍ତୁ ସବୁ ମୁଁ ପକାଇ ସାରିଲା ପରେ ସେ ଗୁଣ୍ଡ ଯେଉଁ ତିଆରି କରିଥିଲି ତାକୁ ଦେଇଦେଉଛି ଉପରେ। ଚାରିଆଡ଼େ ଏମିତି ଟିକେ ଟିକେ ଦେଇଦେବା ସ୍ୱାଦ ଅନୁଯାୟୀ। ତ ଏଠି 1 ଛୋଟ ଚାମଚର ହାଫ୍ ଚାମଚ ସେଇଥିରେ ଛିଞ୍ଚିକି ଦେଲି। ତାପରେ ଆମେ ଏମିତି କ'ଣ କରିବା, ଘୋଡ଼େଇ ନେବା। ଗ୍ୟାସ୍ର ଫ୍ଲେମ୍କୁ ଲୋ ଟୁ ମିଡ଼ିୟମ୍ ରଖିବା, ବେଶୀ ହାଇ କରିବାନି, ନହେଲେ ତଳ ପୋଡ଼ିଯିବ। ମାତ୍ର 1 ମିନିଟ୍ ପର୍ଯ୍ୟନ୍ତ, 1.5 ମିନିଟ୍ ପର୍ଯ୍ୟନ୍ତ ଏମିତି ଘୋରେଇବେ। ତାପରେ ଦେଖନ୍ତୁ ପିଠାଟି ତ ବଢ଼ିଆ ଭାବରେ ହେଇଯାଇଛି। ଆକୁ ନଉଟେଇ ଦେବା, 2-3 ସେକେଣ୍ଡ ରଖିବା। ତାପରେ ଦେଖନ୍ତୁ ପିଠାଟା ହେଇଯାଇଛି। ବିଲକୁଲ ବେଶୀ ସମୟ ରଖିବାନି, ତଳଟା ଲାଲ ହେଇଗଲେ କେବେ ବି ଭଲ ଲାଗିବନି। ତ ଏଠି ଦେଖନ୍ତୁ ବହୁତ ବଢ଼ିଆ ଭାବରେ ପିଠାଟି ତିଆରି ହେଇଯାଇଛି। ତ ଭାବୁଛି ଆଜିର ରେସିପି ନିଶ୍ଚୟ ଭଲ ଲାଗିଥିବ। ଏମିତି ହେଲ୍ଦି ପିଠା ଘରେ ନିଶ୍ଚୟ ବନାନ୍ତୁ, ପିଲାମାନଙ୍କୁ ଦିଅନ୍ତୁ। ଆଉ ଦର୍ଶକ ବନ୍ଧୁ ଲାଇକ୍ ଗୋଟେ ନିଶ୍ଚୟ ଦିଅନ୍ତୁ। ସବସ୍କ୍ରାଇବ୍ ଯଦି କରିନାହାନ୍ତି ନିଶ୍ଚୟ କରିନିଅନ୍ତୁ। କେଉଁଠୁ ଦେଖୁଛନ୍ତି ଟିକେ ଜଣେଇଲେ ବହୁତ ଖୁସି ହେବି, ଆପଣଙ୍କୁ ବି ଥ୍ୟାଙ୍କ୍ସ ଜଣେଇ ପାରିବି।
ତ ଆଜି ପାଇଁ ରହୁଛି ସାଙ୍ଗମାନେ, ପୁଣି ଆଗକୁ ଆସିବି ଏମିତି ନୂଆ ରେସିପି ନେଇ। ଜୟ ଜଗନ୍ନାଥ।